ଆପଣ ପରିଚୟ ଆମ ବ୍ଲକ ବିପିଏମ୍ ଅଛି କାମାକ୍ଷାନଗର ବ୍ଲକ। କ'ଣ କହିବେ ଆଜି ଯେଉଁ ବ୍ଲକ ସ୍ତରୀୟ ସୁଭଦ୍ରା ଶକ୍ତି ପାରମ୍ପରିକ ଖାଦ୍ୟ ପ୍ରସ୍ତୁତ ହୋଇଥିଲା ତାର ଉଦ୍ଦେଶ୍ୟ କ'ଣ କ'ଣ ମାନେ ଲୋକମାନଙ୍କୁ କ'ଣ କହିବେ ଆଜି? ସରକାରଙ୍କର ଗୋଟେ ମହତ ଉଦ୍ଦେଶ୍ୟ ଯେମିତିକି ଆମର ଏସ୍ଏଚ୍ଜି ମା' ମାନେ ତାଙ୍କର ଯେଉଁ କଳା ଅଛି ଯେଉଁ ମାନେ ଆମର ପାରମ୍ପରିକ ଖାଦ୍ୟ ପ୍ରସ୍ତୁତ କରିବା ସହିତ କେମିତି ତାଙ୍କ କଳାର ଏବଂ ବିକଶିତ ହୋଇପାରିବ ସେଥିପାଇଁ ସରକାରଙ୍କ ଗୋଟେ ପ୍ରୋଗ୍ରାମ ଯେଉଁଥିରେ କି ସବୁ ଏସ୍ଏଚ୍ଜି ମା' ମାନେ ଅଂଶଗ୍ରହଣ କରି ନିଜର ଖାଦ୍ୟ ରୁଚି ଏବଂ ଖାଦ୍ୟ କଳାକୁ ଉଜ୍ଜୀବିତ କରିବା ସହିତ ଆମର ପାରମ୍ପରିକ ଖାଦ୍ୟକୁ ଆଗକୁ ବଢ଼ାଇବାର ସହାୟକ ହେଉଛି। ସବୁ ଆସିଲେ ତ ଆମ ପରିଚୟ ପ୍ରେମାନନ୍ଦ ସାହୁ, ଅଧ୍ୟକ୍ଷ କାମାକ୍ଷାନଗର ପଞ୍ଚାୟତ ସମିତି। କ'ଣ କହିବେ ଆଜି ବ୍ଲକ ସ୍ତରୀୟ ସୁଭଦ୍ରା ଶକ୍ତି ପାରମ୍ପରିକ ଖାଦ୍ୟ ପ୍ରସ୍ତୁତ ହେଇଛି କ'ଣ କହିବେ କେତୋଟି ପାର୍ଟିସିପେଟ୍ କରିଛନ୍ତି ଆମ ବ୍ଲକର ଏବଂ କେତେ ଟଙ୍କା ଖାଦ୍ୟ ଆଜି ପ୍ରସ୍ତୁତ କରାଯାଇଛି? ନିହାତି ଭାବରେ ଆଜି ଆମ କାମାକ୍ଷାନଗର ବ୍ଲକ ପାଇଁ ଗୋଟେ ଖୁସିର କଥା ଯାହା ମା ଭଉଣୀମାନଙ୍କ ପାଇଁ ଯେଉଁ ସୁଭଦ୍ରା ଶକ୍ତି ଜରିଆରେ ଆଜି ଆମର ପାରମ୍ପରିକ ଖାଦ୍ୟ ପ୍ରକ୍ରିୟାର ଆଜି ପ୍ରତିଯୋଗିତା ହେଇଛି। ସେ ପ୍ରତିଯୋଗିତାରେ ଆମର ପାଖାପାଖି 19ଟି ଏସ୍ଏଚ୍ଜି ମା' ମାଉସୀମାନେ ଆଜି ଏଠି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ। ଆମେ ଯାହା ଦେଖିଲୁ ନିହାତି ଭାବରେ ତାଙ୍କମାନଙ୍କ ଭିତରେ କିଏ ପ୍ରଥମ ଦ୍ୱିତୀୟ ତୃତୀୟ ହେଲା ସେଇଟା ବଡ଼ ଜିନିଷ ନୁହଁ, ସମସ୍ତେ ପ୍ରାୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଛନ୍ତି। ତେଣୁ ମୁଁ 19ଟି ଜାଗା ଯେଉଁ ଅଛନ୍ତି ଏସ୍ଏଚ୍ଜି ସମସ୍ତ ମା' ମାଉସୀମାନଙ୍କୁ ଭଉଣୀମାନଙ୍କୁ ସ୍ୱାଗତ କରୁଛି। ତା ସହିତ ଆଉ ଯେଉଁମାନେ ବି ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିନାହାନ୍ତି ତାଙ୍କୁ ମଧ୍ୟ ଆମମାନଙ୍କ ଠାରୁ କିଛି ଶିକ୍ଷା ଲାଭ କରି ସେମାନେ ମଧ୍ୟ କିଭଳି ଭାବରେ ପୁଣି ଯେଉଁ ନେକ୍ସଟ ପ୍ରତିଯୋଗିତା ହେବ ସେଥିରେ ସେ ଅଂଶଗ୍ରହଣ କରିବେ। ତେଣୁ ତାଙ୍କୁ ମଧ୍ୟ ମୁଁ ବିଶେଷ କରୁଛି ଯେ ଆପଣମାନେ ମଧ୍ୟ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରନ୍ତୁ। ଯେଉଁ ପଞ୍ଚାୟତ ଆଜି ଅଂଶଗ୍ରହଣ କରିନାହାନ୍ତି ସେମାନେ ମଧ୍ୟ କେମିତି ଅଂଶଗ୍ରହଣ କରିବେ ନିହାତି ଭାବରେ ଆମେ ବ୍ଲକ ତରଫରୁ ତାକୁ ଆଉଥରେ ମଧ୍ୟ ଆୱାରନେସ୍ କରିବୁ। ମିଶନ ଶକ୍ତି ଜରିଆରେ ନିହାତି ଭାବରେ ସେ କାର୍ଯ୍ୟକ୍ରମ ହେବ। ତେଣୁ ଏ ଯେଉଁ କାର୍ଯ୍ୟକ୍ରମ କରିଛନ୍ତି ସରକାରଙ୍କ ତରଫରୁ ବହୁତ ବହୁତ ସ୍ୱାଗତ ପଦକ୍ଷେପ। କେଉଁଠି ଆସିକି କହିବେ ଆଉ ଆଜି କ'ଣ ଆଇଟମ୍ ଆଣିଥିଲେ ଏଇଟା? ମୋ ନାଁ ହେଉଛି ଦୀପିକା ବେହେରା। ଆମର ଗୋଷ୍ଠୀ ନାଁ ହେଉଛି ମା ତାରିଣୀ ଗୋଷ୍ଠୀ ମହିଳା ସଂଘ। ଆମେ ପ୍ରଥମେ ବନେଇଛୁ ଆମର ହେଉଛି କ୍ଷୀର ଗଇଁଠା ଯେଉଁଟାକି ମାନେ ଆମର ମହାପ୍ରଭୁ ଜଗନ୍ନାଥଙ୍କ ପାଖରେ ଲାଗେ ବଉଳ ଅମାବାସ୍ୟା ଦିନ ସେଇଟାକୁ ଆମେ ବନେଇଛୁ କ୍ଷୀର ଗଇଁଠା, ଯେଉଁଟାକି ଆଜିକାଲିକା ଦୁନିଆରେ ସେଇ ଜିନିଷକୁ କେହି କେଉଁଠି ବି ଖୋଜିଲେ ବି ପାଉନାହାନ୍ତି। ଆମେ ସେଇ ହିସାବରେ ସବୁ ମା' ମାନେ ମିଶିକି ଆମର ବନେଇଛୁ। ଆଉ ବନେଇଛୁ ମଣ୍ଡା ପିଠା, ଆଉ ବନେଇଛୁ ରସମଲେଇ, ବନେଇଛୁ ପକୁଡ଼ି, ମସଲା ପୁରୀ ଆଉ ମସଲା ନିମକି ସବୁ ବନେଇଛୁ। ତ ଏଇ ଖାଦ୍ୟ ଖାଇବା ଦ୍ୱାରା କ'ଣ ସମାଜରେ ପ୍ରଭାବ ପଡ଼ିବ? ନିଶ୍ଚିନ୍ତ ତ ପ୍ରଭାବ ପଡ଼ିବ ଏଇଥିପାଇଁ କି ଏଇ ଜିନିଷଟା ହେଉଛି ଆମର ହାଇଜେନିକ୍ ଜିନିଷ ସବୁ ଯାକ କି ଘରୋଇ ଜିନିଷ ଆମେ ଘରୋଇ ନିଜେ ମା' ମାନେ ସବୁ ରୋଷେଇ କରିକି ପିଲାମାନଙ୍କୁ ଦେବା କି ବାହାର ଖାଦ୍ୟ ନୁହେଁ କି ଆଜି କୌଣସି ରୋଗ ହେବାର କିଛି ଚାନ୍ସ ବି ନାହିଁ କାରଣ ଆମେ ଘରୋଇ ଉପାୟରେ ସବୁ ଜିନିଷ ରୋଷେଇ କରିଛୁ ଯେଉଁଟାକି କାରଣ ଛେନାରେ ହେଇଛି, ଆମର ଚାଉଳରେ ହେଇଛି, ଏମିତିକି ବିଭିନ୍ନ ଜିନିଷରେ ଆମେ କ୍ଷୀର ଏଗୁଡ଼ାକ ଯେମିତିକି ଆମ ଦେହ ପାଇଁ ଭଲ ସେଇଥିପାଇଁ ଆମେ ସବୁ ଏଇ ଜିନିଷ ଗୁଡ଼ାକ ବନେଇଛୁ। କ'ଣ ପରିଚୟ? निवेदिता महापात्र, लेक्चरर इन होम साइंस वोमेन्स हायर सेकेंडरी स्कूल कामाक्षानगर। କ'ଣ କହିବେ ଆଜି ଯେଉଁ ବ୍ଲକ ସ୍ତରୀୟ ପ୍ରତିଯୋଗିତା ହେଉଛି କେତୋଟି ପାର୍ଟିସିପେଟ୍ କରିଛନ୍ତି ଆଉ କ'ଣ ଆକୁ ଶିକ୍ଷା अच्छी 19 जन आसुँच समस्ते जड़े जड़े विनर समस्त इंटरेस्ट अच्छी एत संख्यार आसिक समस्त जोग देते सेटा सबुठ बड़ यहाँ सरकार गोटे भल पदक्षेप जो सुभद्रा शक्ति अच्छी सुभद्रा माने आम घर समस्त भौणी गोटे जड़े जड़े तो आम भौणी काली आम माँ होचे काली आम शाशु होचे तो आमर जो ट्रेडिशन सब रही झील बेलू जोटा कि आम पिठा बोली आम जानूचे जोटा आम खाद्यटा निहाती आवश्यक खाद्य को छाड़ी आम किसी करें जोटा आम जीवन शैली भितर खाद्यटा को आम प्राधान्य दौचे तो आम जदि आम खाद्यटा को सुस्थ रखा ताको न्यूट्रिशियस रखा ताको आम सब बजाय रखा आम जहाँ आम पूर्व पीढ़ी करुले से गुड़ा सब शिखा तेज डेफिनेटली आगू आम भल भल समाज टे गढ़ा सेटा हूँ सरकार गोटे भल पदक्षेप ये सुभद्रा शक्ति सबू माँ मान उत्साहित करुच्ची जोटा कि आग को आग आग आगे पर समस्ते इंटरेस्ट ने बहु आहरी अधिक संख्यार 19टा 29 एक आसवे 39 एक आसवे जहाँफल आम समस्त इंटरेस्ट हम घर माने माँ मैंने बसुले भितर एत सुंदर हाथ तर टेस्टी खाଇବା सब लुकायित होगी रोला आम सब जानिले शिखिले गुड़ाए जिनस आम नुआ जमीक मांडिया से कर गोटे स्टीम से गोटे नुआ आइटम कलरा पत्र पोई पत्र ये सब जिनस आम जानी भी आम से अजणा होचे जोटा कि से जनईदे आम आग को खाइबा को चेष्टा करवा शिखा समस्त को अभिनंदन समस्ते आसिक जोग देथिबारु।